ହ୍ୟାଲୋ ସାଙ୍ଗମାନେ, ଆପଣଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓରେ ମୁଁ ସ୍ୱାଗତ କରୁଛି। ଚାଲନ୍ତୁ ଆଜି ଆମେ ଆଉ ଗୋଟେ ଗିହାଗିହି ଭିଡ଼ିଓ ବିଷୟରେ ଜାଣିବା ଆଉ ଶୁଣିବା। ମସ୍ତ କାହାଣୀଟି ଅଛି, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସୀମା ଆଉ ମୁଁ ସ୍କୁଲ ବେଳରୁ ସାଙ୍ଗ। ମୋ ନାଁ ଅରବିନ୍ଦ। ଆମେ ଦୁହେଁ ଭୁବନେଶ୍ୱର ଶାନ୍ତିନଗରରେ ଗୋଟିଏ ଆପାର୍ଟମେଣ୍ଟରେ ରହୁ। ସୀମାର ବାପା ଜଣେ ବ୍ୟାଙ୍କ ମ୍ୟାନେଜର ଆଉ ମାଆ ଘର କାମ କରିବା ସହ ଗୋଟେ ଅଫିସରେ ଡାଟା ଏଣ୍ଟ୍ରି କାମ କରନ୍ତି। ଆମର ଗୋଟିଏ ଷ୍ଟୁଡ଼ିଓ ଅଛି। ବାପା ଓ ଅନ୍ୟ ଦୁଇ ଜଣଙ୍କୁ ସେଠାରେ ରଖି କାମ କରନ୍ତି। କହିବାକୁ ଗଲେ ବାପାଙ୍କ ଷ୍ଟୁଡ଼ିଓରେ ଆମ ଘର ଚାଲେ। ଆମ ଘର କିନ୍ତୁ ବାରିପଦା। ମୁଁ ଛୋଟବେଳୁ ସେଠାରେ ରହିଆସିଛି। ବାପା ମଧ୍ୟ ଦୀର୍ଘ 25 ବର୍ଷ ହେବ ରହିଲେଣି। ସୀମା ଆଉ ତାଙ୍କ ଘର ଲୋକଙ୍କୁ ମୁଁ ଛୋଟବେଳୁ ଦେଖିଆସିଛି। ସେ ଆମ ତଳ ରୁମ୍ରେ ରୁହନ୍ତି। ଆମ ଘର ଆଉ ତାଙ୍କ ଘରର ସମ୍ପର୍କ ନିବିଡ଼। ସେଥିପାଇଁ ସୀମା ଆଉ ମୁଁ କଲୋନୀରେ ଛୁଆବେଳୁ ମିଶି 6 ଜଣ ହେବୁ। ସବୁବେଳେ ସନ୍ଧ୍ୟାରେ ଆମେ କ୍ରିକେଟ କିମ୍ବା ବ୍ୟାଡମିଣ୍ଟନ ଖେଳୁ। ହେଲେ ସୀମା ଆଉ ମୁଁ ଗୋଟେ କ୍ଲାସରେ ପଢ଼ୁ ଆଉ ସେ ଭଲ ପାଠ ପଢ଼ାପଢ଼ି କରେ। ସେଥିପାଇଁ ଆମ ଘରେ ମୋତେ ତା ଭଳି ପାଠ ପଢ଼ିବାକୁ କହନ୍ତି। ଆମେ ଦୁହେଁ ବେଳେବେଳେ କେତେବେଳେ ସମୟ ଦେଖି ପଢ଼ାପଢ଼ି ବିଷୟରେ ଆଲୋଚନା କରୁ। ସେ ଆମ ଘରକୁ ଆସେ, ନହେଲେ ମୁଁ ତାଙ୍କ ଘରକୁ ଯାଏ। ଦେଖୁ ଦେଖୁ ସମୟ ବିତି ଚାଲିଲା। ସ୍କୁଲ ଛାଡ଼ି କଲେଜରେ ପାଦ ଦେଲୁ। ଆମ ଭିତରେ ଭଲ ବନ୍ଧୁତା ବ୍ୟତୀତ ଆଉ କିଛି ନଥିଲା। ଚାହୁଁ ଚାହୁଁ +2 ପରୀକ୍ଷା ଦେଇ ରେଜଲ୍ଟ ଅପେକ୍ଷା ଥିଲା। ଏ ଭିତରେ ଆମେ ବିଟେକ୍ ପାଇଁ ରେଡ଼ି ହେଉଥିଲୁ। ହେଲେ ଏ ଭିତରେ ମୁଁ କେମିତି ପାଗଳ ହେଲି ଜାଣିନି। ସେଦିନ ମୁଁ ମୋର ବ୍ରେକଫାଷ୍ଟ କରି ସୀମାକୁ ରୁମ୍କୁ ଗଲି। ଅଙ୍କଲ ଆଉ ଆଣ୍ଟି ଅଫିସ ପଳେଇଥିଲେ। ମୁଁ ତା'ର ରୁମ୍ ଗଲି। କବାଟ ଟିକେ ଖୋଲା ଥିଲା। ସୀମା ଆଇନା ଆଗରେ ଗୋଟେ ଟାୱେଲକୁ ଧରି ତା'ର ଦେହକୁ ଆଇନା ଆଗରେ ଦେଖୁଥିଲା। ତା'ର ଫୁଙ୍ଗୁଳା ଦେହଟା ରିଫ୍ଲେକ୍ଟ ହୋଇ ମୋତେ ଦିଶୁଥିଲା। ସେ ସମୟରେ ସୀମା ଗାଧେଇ ଯିବାକୁ ବାହାରିଥିଲା। ମୁଁ କିଛି ନ କହି ଲୁଚି ତାକୁ ଚାହିଁ ରହିଲି। କି ଗୋରା ଦେହ ଆଉ ଦୁଧ, ପୁରା ଗୋଲ ଗୋଲ ହୋଇ ଟିମ୍ ଟିମ୍ ହୋଇ ବାହାରିଅଛି। ବେୟା ଦେଖାଯାଉ ନଥିଲା, ହେଲେ ତା'ର ଗୋରା ତକ୍ ତକ୍ ଜଙ୍ଘରୁ ତଳ ଭାଗ ପୁରା ଦେଖାଯାଉଥିଲା। ତାକୁ ଦେଖି ମୋ ମୁଣ୍ଡରେ କିଛି ପଶୁନଥିଲା। କିଛି ସମୟ ପାଇଁ ମୋ କାନକୁ ଆବାଜ ଶୁଭିବା ବନ୍ଦ ହେଇଗଲା। ଏମିତି ସୀମା ତା'ର ଦେହକୁ ଦେଖିଲା ଆଉ ଟାୱେଲକୁ ଦେହରେ ଗୁଡ଼ାଇଥିଲା। ଠିକ୍ ସେହି ସମୟରେ ଦେଖି ମୁଁ ଡାକିଲି, ସୀମା କୋଉଠି ଅଛୁ? କହି ତା'ର ରୁମ୍ ଭିତରକୁ ଗଲି। ସେ ସାଙ୍ଗେ ସାଙ୍ଗେ ଟାୱେଲଟିକୁ ଜୋରରେ ଧରି ଦୁଧକୁ ହାତରେ ଘୋଡ଼ାଇ ଦେଲା। କହିଲା, ତତେ ଏବେ ଆସିବାର ଥିଲା? ବାହାରକୁ ଯା, ମୁଁ ଏବେ ଗାଧେଇ ଯାଉଛି, ଆସିଲେ କଥା ହେବା। ଏମିତି କହି ସେ ବାଥରୁମକୁ ଚାଲିଗଲା। ସେ ଭିତରେ ଗାଧେଇଲା। ତା'ର କପଡ଼ା ଆଉ ବ୍ରାକୁ ଖଟ ଉପରେ ପକେଇଥିଲା। ତା'ର ଆଉ ଧ୍ୟାନ ନଥାଏ। ତା'ର ଲାଇଟ୍ ଗ୍ରୀନ୍ ବ୍ରା ଦେଖି ମୋତେ ଟିକେ ଅଲଗା ଅଲଗା ଲାଗିଲା। ସେ ବ୍ରାକୁ ଉଠାଇ ଶୁଙ୍ଘିଲି। ୱାଓ, ଧରିବାକୁ ବହୁତ ସଫ୍ଟ ଆଉ କିଛି ଅଲଗା ପ୍ରକାରର ଲାଗିଲା। ମୁଁ ଆଉ କିଛି ନ କହି ଘରକୁ ପଳାଇ ଆସିଲି। ସୀମାର ବ୍ରା ବାସ୍ନା ମୋ ନାକରୁ ଯାଉନଥାଏ। କିଛି ସମୟ ପରେ ମୁଁ ଘରେ ବସିଥାଏ। ସେ ଗାଧୋଇ ହୋଇ ଗୋଟେ ହାଫ୍ ଫ୍ରକ୍ ପିନ୍ଧି ଆମ ଘରକୁ ଆସିଲା। ମୋତେ କହିଲା, କ'ଣ କହୁଥିଲୁ? କ'ଣ କହ। ଆଉ ମୁଁ ଏବେ ବ୍ରେକଫାଷ୍ଟ ଖାଇଲି। ମୁଁ ନାଇଁ, ଏମିତି। ସେ ମ୍ୟାଥ୍ ଟିକେ ବୁଝି ହେଉ ନଥିଲା। ପଚାରିବାକୁ ଯାଇଥିଲି, ସୀମା କୋଉଟା ଦେଖେଇଲୁ? ମୁଁ ଟିକେ ବାହାନା କରି କହିଲି, ଛାଡ଼, ମୋର ଆଉ ମୁଡ୍ ନାହିଁ, ସନ୍ଧ୍ୟାରେ କହିବି। ସୀମା କହିଲା, ହଉ ଠିକ୍ ଅଛି, ମୁଁ ଯାଉଛି, ସନ୍ଧ୍ୟାରେ ଦେଖାହେବ। ଏତିକି କହି ସେ ଚାଲିଗଲା। ସେଦିନ ମୁଁ ଦିନରେ ତାକୁ ସ୍ୱପ୍ନରେ ଦେଖୁଥାଏ ଆଉ ତା' ବ୍ରାର ବାସ୍ନା ମୋତେ ପାଗଳ କରୁଥାଏ। ସନ୍ଧ୍ୟାରେ ଆଉ ଗଲିନି। ରାତିରେ ତା' କଥା ଭାବି ବାଣ୍ଡ ଉଠେଇଲି। ମୋବାଇଲରେ ସେକ୍ସ ଭିଡ଼ିଓ ଦେଖି ତାକୁ ଭାବୁଥାଏ ତାକୁ ଘେହି ଘେହି ମୁଁ ବି ଆମର ଭିଡ଼ିଓ ବନେଇବି। ସେଦିନ ରାତିରେ ମୁଁ ଶୋଇନି। ତା' ପରଦିନ ଠିକ୍ ସେହି ସମୟ ଦେଖି ତାଙ୍କ ଘରକୁ ଗଲି। ସେ ଖଟ ଉପରେ ଶୋଇ ଘିହାଘିହି ଭିଡ଼ିଓ ଦେଖୁଥିଲା। ମୁଁ ଧୀରେ ଧୀରେ ତା'ର ପଛରୁ ଦେଖିଲି ଆଉ 2 ମିନିଟ୍ ପରେ କହିଲି, ସୀମା। ସେ ତା'ର ମୋବାଇଲ ତକିଆ ତଳେ ପୂରେଇ ମୋତେ ଆଶ୍ଚର୍ଯ୍ୟ ହୋଇ କହିଲା, ତୁ କ'ଣ ଏ ସମୟରେ ଆସୁଛୁ? ମୁଁ କହିଲି, କ'ଣ କରୁଥିଲୁ ଏବେ? ସେ ଟିକେ ଥରି ଥରି କହିଲା, ନାଇଁ, କିଛି ନାହିଁ, ଏମିତି ଫେସବୁକ୍ ଦେଖୁଥିଲି। ତା'ର ପତଳା ଫିଗର ଦେଖି ମୋ ବାଣ୍ଡ ଆଉ ଶୋଇଲାନି। ତାକୁ କହିଲି, ତୁ ଯାହା ଦେଖୁଛୁ ମୁଁ ଜାଣିଛି। ସେକ୍ସ ଦେଖୁଥିଲୁ ନା? ସେ ମୁହଁ ତଳକୁ କରି, ହୁଁ, କାହାକୁ କହିବୁନି ପ୍ଲିଜ୍, ସରି। ଏସବୁ ଏମିତି ଟିକେ ଦେଖିକି ଟାଇମ୍ ପାସ୍ କରୁଥିଲି। ମୁଁ ଆଉ ରହିପାରିଲିନି। ତା' ପାଖରେ ବସିପଡ଼ି କାନରେ ଚୁପ୍କି କହିଲି, ତୋର ସବୁ ମୁଁ କାଲି ଦେଖିଦେଇଛି। ତୋ ମୁଣ୍ଡି ଦୁଇଟା ମସ୍ତ ହେଇଛି। ସେ ମୋତେ ବାଡ଼େଇ କହିଲା, ଛି ଅରୁ, ତୁ ତାହେଲେ କାଲି ମୋତେ ଲୁଚିକି ଦେଖୁଥିଲୁ? ତୁ ମୋ ସାଙ୍ଗ ବୋଲି କେତେ ବିଶ୍ୱାସ କରୁଥିଲି। ମୁଁ କହିଲି, ତୋର ସତରେ ସେକ୍ସ କରିବାକୁ ଇଚ୍ଛା ନାହିଁ? ସୀମା କହିଲା, ନାହିଁ, ତୁ ମୋ ବୟଫ୍ରେଣ୍ଡ ନୁହଁ।
ମୁଁ କହିଲି ହଉ, ଯଦି ଇଚ୍ଛା ନାହିଁ ତାହେଲେ ସେକ୍ସ ଫିଲ୍ମ କେମିତି ଦେଖୁଥିଲୁ? ସେ ମୁହଁ ତଳକୁ କରିଦେଲା। ମୁଁ ଭାବିଲି ଗେହିବା ପାଇଁ ଏଇଟା ଠିକ୍ ସମୟ। ତାକୁ ବ୍ଲାକମେଲ୍ କଲି। କହିଲି ଆଜି ଅଙ୍କଲ ଆସିଲେ କହିଦେବି। ସେ ଡରରେ ମୋତେ କହିଲା ନାଇଁ, ଏ ବିଷୟରେ କହିବୁନି ପ୍ଲିଜ୍, ନହେଲେ ବାବା ମୋତେ ବାଡ଼େଇବେ। ମୁଁ କହିଲି ତୋର ଦେହ ଦେଖି ମୁଁ ପାଗଳ ହୋଇଯାଇଛି, ପ୍ଲିଜ୍ ମୋ ସହ ଟିକେ କର। ସେ କାନ୍ଦି କାନ୍ଦି ମନା କରିଲା। ମୁଁ ମୋ ଗଞ୍ଜି ଖୋଲି ତାକୁ ଧରିଲି। ଓ କି ନରମ ମାଂସ ତାର। ଦେହ ରଜନୀଗନ୍ଧା ଭଳି ବାସୁଥାଏ। ସୀମା ନାଇଁ ସେମିତି କିଛି କରେନି କହି ଦୁଧକୁ 2 ହାତରେ ଘୋଡ଼ାଇ ରଖିଲା। ତାର ବେକରୁ କିସ୍ କରିବା ଆରମ୍ଭ କଲି। ସେ କହିଲା ପ୍ଲିଜ୍ ମୋତେ ଛାଡ଼, ମୁଁ ଯିବି। ଗାଧେଇବା ଡେରି ହେଲାଣି ମୋର। ମୁଁ କିନ୍ତୁ ତାର ବାସ୍ନାରେ ହଜି ଯାଇଥିଲି। ଜବରଦସ୍ତ ତାକୁ କୁଣ୍ଢାଇ ଧରି ଚାରିଆଡ଼େ କିସ୍ କରିଲି। ଧୀରେ ଧୀରେ ତା ଦେହ ସେକ୍ସ କରିବାକୁ ରେଡ଼ି ହେବାରେ ଲାଗିଲା। ସୀମା ସେଇଠୁ ଛଟପଟ ହେବା ଆରମ୍ଭ ହେଲା। ମୁଁ କହିଲି ସୀମା, ତୋ ଦେହ ପୁରା କୁଆଁରୀ ଅଛି ଆଉ ଆମ ଯୋଡ଼ି ବହୁତ ଭଲ ଲାଗିବ। ସେ ଖାଲି ଛାଡ଼, ମୁଁ ଗାଧେଇ ଯିବି ହେଉଥାଏ। ମୁଁ ଆଉ ସମ୍ଭାଳି ନପାରି ଗୋଟେ ହାତରେ ତାର ଦୁଧକୁ ଧରି ଚିପିଲି ଆଉ ଗୋଟେ ହାତ ଚଡ଼ି ଭିତରେ ମାରି ଦେଖିଲି ପୁରା ନାଳରେ ଭିଜି ଯାଇଛି। ସେ କହିଲା ମୁଁ ଆଙ୍ଗୁଠି ମାରି ପାଣି ବାହାର କରିଛି, ସେଥିପାଇଁ ଗାଧେଇ ଯିବି ବୋଲି କହୁଥିଲି। ତାର କପଡ଼ା ଖୋଲି ନଙ୍ଗଳା କରିଦେଲି ଆଉ ମୁଁ ବି ନଙ୍ଗଳା ହୋଇ ବୋହେ ଚୁମାଟା ହେଲୁ। ତା ବିଆକୁ ଆଙ୍ଗୁଠିରେ ହଲେଇ ମେଲା କରୁଥିଲି। ଦୁଧକୁ ଚିପି ଚିପି ନାଲି ପକେଇଦେଲି। ସେ ଖାଲି ଆ ହୋଇ ଚିତ୍କାର କରୁଥିଲା। ଖଟରୁ ତାକୁ ଟାଇଟ୍ରେ ଧରି ଉଠାଇ ନେଲି ସିଧା ଗାଧେଇବା ଘରକୁ। ସାୱାର ଖୋଲିଦେଲି। ସବୁ ପାଣି ପଡ଼ି ଆମେ ଓଦା ହୋଇଗଲୁ। ଚେଙ୍ଗ ମାଛ ପରି ସେ ମୋ ହାତରୁ ଖସି ଯାଉଥିଲା। କିସ୍ କରି ସାୱାର ପାଣିକୁ ଶୋଷିଲି। ଓ କି ସୁଖ! ତାର ଦୁଧକୁ ପାଟିରେ ପୁରାଇ ନଙ୍ଘା ଚୁଷିଲି। ମୁଁ ସେଇଠୁ ସୀମାର ବିଆରେ ଆଙ୍ଗୁଠି ପୁରେଇ ସଲସଲ କଲି। ଦେହରୁ ପାଣି ବାଷ୍ପ ହୋଇ ବାହାରିଲା ଭଳି ଲାଗୁଥିଲା। ସେ ଚିତ୍କାର କରି ଆ ହେଇକି ସଁ ସଁ ହେଉଥିଲା। ମୋ ବାଣ୍ଡ ଉଠି ଗାତ ଭିତରେ ପୁରାଇବାକୁ ଖୋଜିଲା ଆଉ ରହି ହେଲାନି। ସୀମାର ଗୋଟେ ଗୋଡ଼ ଟେକି ଟେକି ହାଇଟରେ ରଖି 2 ହାତକୁ ଗାଣ୍ଡି ପଛରୁ ଟାଇଟ୍ କରି ଧରିଲି। ଠିଆ ହୋଇଥିବା ବାଣ୍ଡକୁ ବିଆରେ ପୁରେଇ ଗୋଟେ ଜୋରରେ ନାଦିଲି। ଓ ଗଡ୍ କହି ମୋ କାନ୍ଧକୁ କାମୁଡ଼ିଦେଲା। ନନ୍‌ଷ୍ଟପ୍ 10 ମିନିଟ୍ ପର୍ଯ୍ୟନ୍ତ ବାଣ୍ଡ ପୁରେଇ ସୀମାର ବିଆ ଭିତରେ ଘାଣ୍ଟି ଦେଲି। ମୋର ଗୋଟେ ଜଙ୍ଘ ଆଉ ପେଟରେ ବାଜି ଥପ ଥପ ହୋଇ ସାଉଣ୍ଡ ହେଉଥିଲା। ବାକି ସାୱାର ପାଣି କୁଳୁ କୁଳୁ ହୋଇ ମନମୁଗ୍ଧ କରି ଚାଲିଥିଲା। ମୋର ନାଳ ବାହାରି ପଡ଼ିଲା। ବାଣ୍ଡ ବାହାର କଲି। ସୀମା ଚଟାଣ ଉପରେ ବସି ମୁହଁ ଘୋଡ଼ାଇ କାନ୍ଦିଲା। ମୁଁ ସାୱାର ବନ୍ଦ କଲି। ସୀମା କହିଲା କ'ଣ କଲି ମୁଁ? ଘରେ ଜାଣିଲେ ମୋତେ ବାଡ଼େଇ ପକେଇବେ। ସେ ଗୋଟେ କଥା ଜିଦ୍ କଲା। ମୁଁ କହିଲି ଦେଖ ସୀମା, ଏଥିରେ ମୋର କିଛି ଭୁଲ ନାହିଁ, ସବୁ ବୟସ ଦୋଷ। ମୁଁ ବି ତୋର ଫୁଙ୍ଗୁଳା ଦେହ ଆଉ ଦୁଧ ଦେଖି ବାଣ୍ଡ କାଲିଠୁ ଟେଙ୍ଗେଇକି ରଖିଛି। ହଉ, କିଛି ଅସୁବିଧା ହେବନି, ମୁଁ ତତେ ବାହା ହେବି। ଆଇ ଲଭ୍ ୟୁ କହିକି ମୁଣ୍ଡକୁ ଗୋଟେ ଚୁମା ଦେଲି। ସୀମା ବିଚରା କିଛି କହିବାର ଉପାୟ ନଥିଲା। କିଛି ସମୟ ତାକୁ ବାହୁରେ ଚିପି ଧରିଲି। ଟିକେ ଥଣ୍ଡା ହେବା ପରେ ସାବୁନ ମାରି ଗାଧେଇ ହେଲୁ। ତାପରେ ମୁଁ ଘରକୁ ଆସିଲି। ଆଉ ନିଦରେ ଶୋଇପଡ଼ିଲି। ସେଦିନ ମୁଁ ପୁରା ଥକି ଯାଇଥିଲି। ସେଦିନଠାରୁ ଆମେ ପରସ୍ପରକୁ ଭଲ ପାଇଲୁ। ଯେବେ ଇଚ୍ଛା ହେବ ମୁଁ ତାର ଦୁଧ ଆଉ ବିଆରେ ଖେଳୁଛି। ମୋ ବାଣ୍ଡ ଧରିଲେ ଘିହା ନ ଖାଇବା ଯାଏଁ ସୀମା ମୋତେ ଏବେ ଛାଡ଼ୁନି। ଏବେ ଆମର ବିଟେକ୍ ଶେଷ ବର୍ଷ ସରିବ। ଭାବୁଛୁ ଘରେ କହି ଆମ ବାହାଘର ହୋଇଯିବୁ। ଘରେ ରାଜି ହେଲା ଭଳି ଲାଗୁଛି। କାହିଁକିନା ଆମେ ସବୁ ଜଣାଶୁଣା ଆଉ ଷ୍ଟାଣ୍ଡାର୍ଡ ମଧ୍ୟ ବରାବର ଅଛି। କେବଳ ବାହା ହୋଇ ସଂସାର କରିବୁ। ଯଦି ବାହାଘର ହେବାରେ କିଛି ଅସୁବିଧା ହେବ ନିଶ୍ଚୟ କହିବି।